ତ ଭାଇମାନେ ଜୟ ଜଗନ୍ନାଥ। ମୋର ଗାଡ଼ି ଲୋଡ଼ ହୋଇଯାଇଥିଲା ଖୋର୍ଦ୍ଧାରୁ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ପାଇଁ। ତ ନିହାତି ଚାଲନ୍ତୁ ଯିବା। ଏବେ ବାହାରିବି ଟାଙ୍କି ପାଖକୁ, ଟାଙ୍କିରେ ତେଲ ପକେଇକି ବାହାରିବା। ଚାଲନ୍ତୁ ଦେଖିବା। ତ ମୁଁ ଏବେ ଗାଡ଼ି ଷ୍ଟାର୍ଟ ମାରିକି ବାହାରିଲି। ଉଜ୍ଜଳିଆ ଲାଇଟ୍ଟା ଲଗେଇଦେଲି, ଚାଲିଲି ଟାଙ୍କି ପାଇଁ ତେଲ ପକେଇବା ପାଇଁ। ବାହାରି ଯାଇଥିଲି ଖୋର୍ଦ୍ଧାରୁ। ତ ନିହାତି ଯିବା ବାଟରେ ଗଙ୍ଗପଡ଼ା ପାଖରେ ଜାମ୍ ଲାଗି ଯାଇଥିଲା, ଯାହାକି ନୋ ଏଣ୍ଟ୍ରି ଜାମ୍। ତାପରେ ଫିଟିଗଲା ପରେ ଆଉ ଆସ୍ତେ ଆସ୍ତେ ଗାଡ଼ି ସବୁ ଫାଙ୍କା ହେଲା। ତାପରେ ମୁଁ ଏବେ ଗଲି, ଏବେ ଯାଇ ପହଞ୍ଚିଲି ତେଲ ଟାଙ୍କିରେ ପହଞ୍ଚିଲା ପରେ ବାବୁ ଆମର ପଇସା ଛାଡ଼ିଥିଲେ ଫୋନ୍ ପେ'ରେ। ତ ଭାଇଙ୍କି ଫୋନ୍ ପେ କରିଦେଇଥିଲି। ତ ଭାଇ ଆମର ତେଲ ପକେଇ ଦେଇଥିଲେ। ତ ମୁଁ ତେଲ ପକେଇ ସାରିକି, ତେଲ ପକେଇଲା ବେଳେ ମୁଁ ବି ଟିକେ ଭିଡ଼ିଓ କରିଥିଲି ମୋର। ତ ନିହାତି ତେଲ ପଡ଼ୁଥିଲା, ମୁଁ ବି ଏଠି ବୁଲୁଥିଲି। ତ ଦେଖିପାରୁଥିବେ ତେଲ ଚାଲିଛି ଏବେ ବି। ତ ବର୍ତ୍ତମାନ ତେଲ ସରିବା ଉପରେ ହେଇଗଲା, ମାନେ ପକେଇବା ଉପରେ ହେଇଗଲା। 7,000 ଟଙ୍କା ତେଲ ପଡ଼ିଗଲା। ତ ମୁଁ ବାହାରିଲି ମୋର ଯାତ୍ରା ଅଭିମୁଖେ। ତ ଗାଡ଼ି ଖୋଲିଥିଲି, ଭାଇଙ୍କି ତ ଆଗୁଆ କ୍ୟାସ୍ ଫୋନ୍ ପେ କରିଦେଇଥିଲି। ତ ମୁଁ ବାହାରିଲି ମୋ ଯାତ୍ରା ଅଭିମୁଖେ ଗନ୍ତବ୍ୟସ୍ଥଳକୁ। ତ ନିହାତି ଆସିଲା ବାଟରେ ଖୁଣ୍ଟୁଣି ଟୋଲଗେଟ୍ରେ ଏହିପରି କିଛି ଦୃଶ୍ୟ ଥିଲା, ଯାହାକି ଗୋଟେ ପିକଅପ୍ଟି ଆକ୍ସିଡେଣ୍ଟ ହେଇଥିଲା। ତାକୁ ଆଉ ଗୋଟେ ପିକଅପ୍ଟେ ଭିଡ଼ି ନେଉଥିଲା। ତ ନିହାତି ଖୁଣ୍ଟୁଣି ଟୋଲଗେଟ୍ ପାସ୍ କରିକି ସମ୍ବଲପୁର ରୋଡ଼ରେ ଆସିଯାଇଥିଲି। ଅନୁଗୁଳ ଡେଇଁଲା ପରେ ଏହିପରି କିଛି ରାତିର ଦୃଶ୍ୟ ଥିଲା। ତ ନିହାତି ଦେଖିପାରୁଥିବେ ପୁରା ରାସ୍ତା ସୁନସାନ୍ ଥିଲା, ଗୋଟିଏ ଗାଡ଼ି ମଟର ନାହିଁ, ରାସ୍ତା ପୁରା ସୁନସାନ୍। ସମ୍ବଲପୁର ରାସ୍ତା। ଓଭରବ୍ରିଜ୍ ଉପରେ ଠିଆ ହେଇଥିଲି କିଛି ସମୟ ପାଇଁ। ତ ରାତିର ଦୃଶ୍ୟ ଦେଖୁଥିବେ, ପୁରା ସୁନସାନ୍, କେହି ବି ନାହାନ୍ତି। ତ ନିହାତି ବାହାରିବା। ରାତି ସାରା ଗାଡ଼ି ଚଲାଇଲା ପରେ ପୁଣି ଆସିକି ସକାଳୁ ପହଞ୍ଚି ଯାଇଥିଲି ସମ୍ବଲପୁରରେ ପହଞ୍ଚି ଯାଇଥିଲି। ତ କିଛି ବାଟ ଯିବା ସମୟରେ ଗୋଟେ ପେଟ୍ରୋଲ ପମ୍ପ ପଡ଼ିଥିଲା HP। ତ ଏଇ ଟାଇପ୍ର ସକାଳର କିଛି ଭ୍ୟୁ ଥିଲା, ବହୁତ ବଢ଼ିଆ ଭ୍ୟୁ ଥିଲା। ଦୁଇ ପଟ ସାଇଡ଼ରେ ଜଙ୍ଗଲ, ସୁନ୍ଦର ଧାନ ଜମି ଦେଖିକି ମନ ବହୁତ ଖୁସି ହେଲା। ତ ନିହାତି ଆପଣମାନେ ଦେଖୁଥିବେ। ତ ଏବେ ମୁଁ ଆସି ପହଞ୍ଚି ଯାଇଥିଲି ଟୋଲଗେଟ୍ରେ। ଟୋଲଗେଟ୍ ପାର କରିକି ଯିବା ସମ୍ବଲପୁର। ଏଇଟା କୋଉ ଟୋଲଗେଟ୍ ଭାଇମାନେ ଆପଣମାନେ କମେଣ୍ଟରେ ଜଣେଇବେ। ତ ଟୋଲଗେଟ୍ ପାରି କରିକି ମୁଁ ବାହାରି ଯାଇଥିଲି ସମ୍ବଲପୁର ପାଇଁ। ତ ଆପଣମାନେ ଜଣେଇବେ ଏଇଟା କୋଉ ଟୋଲଗେଟ୍, କମେଣ୍ଟ ମାଧ୍ୟମରେ ଜଣେଇବେ। ତ ନିହାତି ବାଟରେ ଆହୁରି କିଛି ଭ୍ୟୁ ଥିଲା, ସକାଳର ଭ୍ୟୁ, ଯାହାକି ଦୂରରେ ଗୋଟେ ପାହାଡ଼ ଟାଇପ୍ର କିଛି ଥିଲା ଆଗରେ। ତ ବର୍ଷା ହେଉଥିଲା, ସେଇଠି ବହୁତ ଭଲ ଲାଗୁଥିଲା ରହିବା ପାଇଁ, ସେଇଠି ଟିକେ ରହିଥିଲି। ତ ଏଇ ଟାଇପ୍ର କିଛି ସିନ୍ ଥିଲା, ଆଉ ଭ୍ୟୁ ପୁରା ଅଲଗା ପ୍ରକାର। ତ ନିହାତି କିଛି ସମୟ ରହିଲା ପରେ ପୁଣି ବାହାରି ଯାଇଥିଲି ମୋର ଗନ୍ତବ୍ୟ ସ୍ଥଳକୁ। ଏହିପରି କିଛି ଥିଲା ବାଟରେ ସୁନ୍ଦର ଦୃଶ୍ୟ। ତ ମୁଁ ଆସିକି ସମ୍ବଲପୁର ପହଞ୍ଚିକି
तो विजु एक्सप्रेस धरिकी चली विजु एक्सप्रेस धरिकी चलिली तो यही टाइप रो किछि थिला बाटरे गेट गोटे सुंदर गेट तापर हमर आसीगला विजु एक्सप्रेस रे सीधा सीधा चलती तो एबे किछ समय गला परे पुणी मु आसी पहुंच जाइली सुंदरगढ़ तो नो एंट्री थिला तो मैडम जने मना कले तो बिल धरिकी वर्षा पकाउला से छता धरिकी आ बिल धरिकी बाहर जाइली रिलायंस स्पेस को देखि पारथिबे एई टाइप रो किछि बिल गाड़ी लगेकी तापरे तो सोई पड़ती गली सेठी तापरे राति के उठिकी गली खाइबा पई दिन बेला तो खाई देइथिली आ वीडियो कर नथिली तो राति बेला एटा खाद्यटा खाई देइकी तो भाई मैंने तो गाड़ी खाली करदेले राति 10टा रे मु आसती खाइबा पई खाई सारिकी पुणी बाहरली सुंदरगढ़ पई एटा होची झारसुगुड़ा आपण देखि पारथिबे एटा होची झारसुगुड़ा तो झारसुगुड़ा पार करके आसीगली सुंदरगढ़ रे आसला बेलू देखला बेलू गोटे गाड़ी लगी जहाँकि लक्षेश्वर कंपानी गाड़ी मोर तो खाली हेनी मोर सेकेंड ट्रिप रे खाली हम तो मु आसिकी गाड़ी भितर रेस्ट नेली तो गाड़ी भितर ये शोबी आज तो काली जाकि केत खाली हो देखा तो मोर तो सेकेंड नंबर रे गाड़ी लगिला आ फास्ट नंबर गाड़ी तो लगी तो निहाती देखा न्यू वीडियो रे रोची जय जगन्नाथ।